ट्रेन यात्री मानक पई आसिला खुशी खबर। ट्रेन टिकेट रे मिलिबो 75% पर्यंत रिहाती। तेबे कौन रही संपूर्ण अपडेट टी आसतु जानिबा। ता पूर्व चैनल रे नुआ थिले चैनल टी को सब्सक्राइब करी रखंतु। एमिति गुरुत्वपूर्ण अपडेट सबुठु प्रथमे पाइबा पई। भारतीय रेलबाई देशर प्रत्येक वर्ग पई यात्रा को सहज निरापद एवं सुलभ करिबा पई निरंतर प्रयास करुछि। एही परिप्रेक्षी रे रेलबाई तरफरु एक गुरुत्वपूर्ण खबर सामना को आसीछि। पश्चिम केंद्रीय रेलबाईर भोपाल डिविजन दिव्यांग यात्री मानकु सेमानक यात्रा समय सम्मानजनक एवं सुलभ यात्रा सुविधा प्रदान करने पई एक प्रमुख पदक्षेप ग्रहण करिछि। ଏହା ଅଧୀନରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ୍ ଭଡ଼ାରେ 25ରୁ 75% ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ବିଶେଷ କଥା ହେଉଛି ଯାତ୍ରୀଙ୍କ ସହିତ ଯାଉଥିବା ଏସ୍କର୍ଟ ମଧ୍ୟ ସମାନ ରିହାତି ପାଇବେ। ତେବେ ଆସନ୍ତୁ ଜାଣିବା ଏହି ରିହାତି ପାଇବା ପାଇଁ ଘରୁ ଅନଲାଇନ୍ ଡିଜିଟାଲ କାର୍ଡ କିପରି ତିଆରି କରିବେ। ରେଳବାଇର ଏହି ସ୍ୱତନ୍ତ୍ର ରିହାତି ଯୋଜନା ଅଧୀନରେ ଭିନ୍ନ ଭିନ୍ନ ବର୍ଗରେ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଯଥେଷ୍ଟ ରିହାତି ଦିଆଯାଉଛି। ଏହି ସ୍ୱତନ୍ତ୍ର ରିହାତି ମୁଖ୍ୟତଃ ଦୃଷ୍ଟିହୀନ, ମାନସିକ ଅକ୍ଷମ, ଶୁଣିବାରେ ଅକ୍ଷମ, କହିବାରେ ଅକ୍ଷମ ଏବଂ ଅସ୍ଥିଶଲ୍ୟ ଯାତ୍ରୀମାନଙ୍କୁ ପ୍ରଦାନ କରାଯାଏ। ଯଦି ଜଣେ ପରିଚାରିକା କିମ୍ବା ଏସ୍କର୍ଟ ମଧ୍ୟ ଦିବ୍ୟାଙ୍ଗ ଯାତ୍ରୀଙ୍କ ସହିତ ଯାତ୍ରା କରୁଛନ୍ତି, ତେବେ ଟିକେଟ୍ ବୁକିଂ ସମୟରେ ସେମାନଙ୍କୁ ମଧ୍ୟ ସମାନ ପ୍ରତିଶତ ରିହାତି ଦିଆଯିବ। ଏହି ରିହାତିକୁ ସହଜ ଏବଂ ସରଳ ଭାବରେ ପାଇବା ପାଇଁ ଯାତ୍ରୀମାନଙ୍କ ପାଖରେ ଏକ ସରକାରୀ କାର୍ଡ ଥିବା ଆବଶ୍ୟକ ଅଟେ। ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ଡିଭିଜନ ଏହି ଦିଗରେ ଦ୍ରୁତ ଗତିରେ କାର୍ଯ୍ୟ କରିଛି ଏବଂ 17 ଜୁନ୍ 2026 ସୁଦ୍ଧା ରେକର୍ଡ 651ଟି ବିକଳାଙ୍ଗ ରିହାତି କାର୍ଡ ଜାରି କରିଛି। କାର୍ଡ ଜାରି ହେବା ପରେ ଯାତ୍ରୀମାନେ ନିଜ ଘରେ ବସି ସିଧାସଳଖ ରେଳ ଷ୍ଟେସନ ଟିକଟ କାଉଣ୍ଟରରେ କିମ୍ବା ଆଇଆର୍ସିଟିସି ୱେବସାଇଟରୁ ଅନଲାଇନରେ ଟିକେଟ୍ ବୁକ୍ କରିବା ସମୟରେ ଏହି ରିହାତିର ଲାଭ ଉଠାଇ ପାରିବେ। ଏବେ ଏହି ରିହାତି କାର୍ଡ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ। संपूर्ण प्रक्रिया डिजिटाइजेशन माध्यम कराଯାଉଛି। आवेदन କରିବା ପାଇଁ ଆପଣଙ୍କୁ ପ୍ରଥମରେ ଜିଲ୍ଲା ମେଡିକାଲ ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ଏକ ଅକ୍ଷମତା ପ୍ରମାଣପତ୍ର ସଂଗ୍ରହ କରିବାକୁ ପଡ଼ିବ। ଦ୍ୱିତୀୟରେ ଏକ ରେଳ ରିହାତି ପ୍ରମାଣପତ୍ର ସଂଗ୍ରହ କରିବେ। ତୃତୀୟରେ ପରିଚୟ ପତ୍ର ଦରକାର। ଚତୁର୍ଥରେ ଜନ୍ମ ପ୍ରମାଣପତ୍ର ଏବଂ ପଞ୍ଚମରେ ଏକ ପାସପୋର୍ଟ ଆକାରର ଫଟୋ ମଧ୍ୟ ଆବଶ୍ୟକ ହେବ। ଏହି ସମସ୍ତ ଡକୁମେଣ୍ଟ ଗୁଡ଼ିକୁ ଭାରତୀୟ ରେଳବାଇର ସରକାରୀ ପୋର୍ଟାଲ divyangjan.indianrail.gov.in परिदर्शन करी ऑनलाइन रे अपलोड करने पड़िबो। कार्ड तैयारी प्रक्रिया अत्यंत स्वच्छ एवं आपण आपणकर घरे समस्त अपडेट पाई परिबे। आपण ऑनलाइन रे दाखल करिथिबा डॉक्यूमेंट गुड़िक रेल अधिकारी मानक द्वारा जांच करा जिवो। आपणकर डिजिटल कार्ड अनुमोदन हेबा परे आपणकु आपणकर पंजीकृत मोबाइल नंबर रे एसएमएस माध्यम रे सूचित करा जिवो। जदि आपण आवेदन करिबारे कोनोसी असुविधार सम्मुखीन हुअंती किंबा अधिक सूचना आवश्यक करती, तेबे आपण जेकोसी कार्य दिवस रे सकाळ 10 रु संध्या 6टा मध्य सीधासलख भोपाल डिविजन ऑफिस डिसेबिलिटी सेल सहित जोगाजोग करें बोली खबर मिली। तेबे आतला संपूर्ण अपडेट वीडियोटी भल लगी वीडियोटी को लाइक करंतु, शेयर करंतु एवं चैनल टी को सब्सक्राइब करने भूलतु नहीं।